ଗୋଟିଏ ଲୋକ ମରିକି ପଡ଼ିଥାଏ ଓ ତା ପାଖରେ କିଛି ଲୋକ ଛିଡ଼ା ହୋଇ କଥା ହେଉଥିଲେ। ଆବେ ସାଙ୍ଗ, ଇଏ କ'ଣ ବେ? ଏ ସଞ୍ଜୟଟାକୁ ଏତେ ଭୟଙ୍କର ଭାବରେ କିଏ ମାରିଲା ରେ? ଦେଖିଲୁ ଦେଖିଲୁ, ୟା ଛାତିରୁ କିଏ ହାର୍ଟକୁ କାଢ଼ିକି ନେଇଯାଇଛି। ଏସବୁ ଦେଖି ମୋତେ ଯାହା ଲାଗୁଛି ଏଟା କୌଣସି ସାଧାରଣ ଲୋକର କାମ ନୁହଁ। ନିଶ୍ଚିତ ୟା ପଛରେ କୌଣସି କିଡନୀ ଚୋର ଗ୍ୟାଙ୍ଗର ହାତ ଅଛି, ଯିଏକି ୟାର ହାର୍ଟକୁ କାଢ଼ି ନେଇ ଏଠାରେ ୟାକୁ ପକାଇ ଦେଇଛି। ଅରେ ରବି, ତୁ ଠିକ୍ କହିଲୁ ରେ, ମୋତେ ବି ଠିକ୍ ଏମିତି ଲାଗୁଛି। ନିଶ୍ଚିତ ୟା ପଛରେ କୌଣସି କିଡନୀ ଚୋର ଗ୍ୟାଙ୍ଗର ହାତ ଅଛି। ଏ କାମ କୌଣସି ସାଧାରଣ ବ୍ୟକ୍ତି କରିପାରିବେ ନାହିଁ। ଯଦି ସାଧାରଣ ଲୋକ ହୋଇଥାନ୍ତେ ତାହେଲେ ଏପରି ନୃଶଂସ ଭାବେ ମାରିନଥାନ୍ତେ। ଏସବୁ କୌଣସି କିଡନୀ ଚୋର ଗ୍ୟାଙ୍ଗର ହୋଇଥିବ। ଆରେ ତମ ଦୁଇଟାଙ୍କୁ ସିନା ଏପରି ଲାଗୁଛି, ହେଲେ ମୋତେ ଏ ଘଟଣାକୁ ଦେଖି କିଛି ଅଲଗା ଲାଗୁଛି। ଓ ସେଇଟା ହେଲା, ଏ କାମ କୌଣସି ମଣିଷ କିମ୍ବା ଗ୍ୟାଙ୍ଗ କରିନାହାନ୍ତି। କାରଣ ଯଦି କୌଣସି ଗ୍ୟାଙ୍ଗ କରିଥାନ୍ତେ ତାହେଲେ ଏ ସବୁକୁ ଏଠାରେ କାହିଁକି ପକାଇଥାନ୍ତେ? ତେଣୁ ଏସବୁ କାମ କୌଣସି ଡାହାଣୀର ହୋଇନଥିବ। ତେଣୁ ଆମକୁ ସାବଧାନରେ ରହିବାକୁ ପଡ଼ିବ, ନହେଲେ କାଲିଠାରୁ ଆମର ମଧ୍ୟ ଏପରି ଅବସ୍ଥା ହେବ। ଆବେ ମେଣ୍ଟାଲ, ତୁ ଶେଷରେ ଥିଲୁ ନା? ମୁଁ ଜାଣିଥିଲି ତୁ ଏପରି କହିବୁ ବୋଲି। କହିଲା କ'ଣ ନା, ଡାହାଣୀର ଏ କାମ ହୋଇରେ। ଏପରି ଯୁଗରେ ତୁ ଜେଜେବାପାଙ୍କ କାହାଣୀ କହୁଛୁ। ତତେ ଟିକେ ଖରାପ ଲାଗୁନି? ଏପରି ଭ୍ରମ ଧାରଣାକୁ ମୁଣ୍ଡରୁ କାଢ଼ି ଚାଲ ଆମେ ପୋଲିସ ପାଖକୁ ଯିବା ଏବଂ ସେଠାରେ ଏ ବିଷୟରେ କେସ୍ କରିବା, ଯାହାଦ୍ୱାରା ସେମାନେ ଶୀଘ୍ର ଆସି ଏ କିଡନୀ ଚୋର ଗ୍ୟାଙ୍ଗକୁ ଧରିବେ। ଏହା ଶୁଣି ଅକ୍ଷୟ ବହୁତ ଜୋରେ ରାଗିଗଲା ଓ ରାଗରେ ସେଠାରୁ ଜଙ୍ଗଲ ଆଡ଼କୁ ଯିବାରେ ଲାଗିଲା। ସେ ଗଲାବେଳେ ଦେଖିଲା ଜଙ୍ଗଲରେ ଗୋଟିଏ ଗାଈ ମରିକି ପଡ଼ିଥାଏ ଓ ତା ପାଖରେ ଗୋଟିଏ ଡାହାଣୀ ଛିଡ଼ା ହୋଇ କହୁଥାଏ, ଆରେ ବା, ଏ ଗାଈର ହାର୍ଟକୁ ଖାଇ ମୋତେ ବହୁତ ବଢ଼ିଆ ଲାଗିଲା। କାଲି ସେ ମଣିଷର ହାର୍ଟ ଖାଇଥିଲେ ଓ ଆଜି ଏ ଗାଈର ଖାଇଲି। ମୁଁ ପ୍ରତ୍ୟେକ ଦିନ ଯଦି ଖାଲି ମଣିଷଙ୍କର ହାର୍ଟ ଖାଏ ତାହେଲେ ଲୋକେ ସତର୍କ ହୋଇଯିବେ ଏବଂ ମୋ ସାଥିରେ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଯିବେ। ଯଦି ମୁଁ ଏପରି ମଣିଷ ଓ ଜଙ୍ଗଲର ଜୀବଜନ୍ତୁଙ୍କୁ ଶିକାର କରି ଖାଇବି ତାହେଲେ କାହାର ମଧ୍ୟ ସନ୍ଦେହ ହେବନି। ହଉ, ଏବେ ବହୁତ ହୋଇଗଲା ପ୍ଲାନ୍। ଏବେ ମୋତେ ଏଠାରୁ ଶୀଘ୍ର ଯିବାକୁ ପଡ଼ିବ, ନହେଲେ ଯଦି କିଏ ମୋତେ ଏପରି ଏଠି ଦେଖିଦିଏ ନା ତାହେଲେ ବହୁତ ବଡ଼ ଅସୁବିଧା ହୋଇଯିବ। ଏପରି କହି ଡାହାଣୀ ସେଠାରୁ ଅଦୃଶ୍ୟ ହୋଇଗଲା। ଏହା ଦେଖି ସେ ବହୁତ ଜୋରେ ଡରିଗଲା ଓ ତାପରେ ସେ କହିଲା, ଆରେ ବାପରେ ବାପ, ଏତେ ଭୟଙ୍କର ଡାହାଣୀ ମୁଁ ତ ମୋ ଜୀବନରେ କେବେ ବି ଦେଖିନଥିଲି। ଏଟା ଏତେ ଭୟଙ୍କର ଓ ଚାଲାକ, ଯିଏକି ମଣିଷ ଓ ଜୀବଜନ୍ତୁଙ୍କୁ ଖାଉଛି। ମୁଁ ଯାହା ବି ଅନୁମାନ ୟା ବିଷୟରେ କରିଥିଲି, ଇଏ ତ ତାଠାରୁ ଅଧିକ ଭୟଙ୍କର ବାହାରିଲା। ତେଣୁ ମୋତେ ଏ ବିଷୟରେ କିଛି କରିବାକୁ ପଡ଼ିବ, ନହେଲେ ମଣିଷମାନଙ୍କ ସହ ଜୀବଜନ୍ତୁ ମଧ୍ୟ ବହୁତ ଅସୁବିଧାରେ ପଡ଼ିବେ। ସେ ଏତିକି କହିଛି କି ନାହିଁ, ହଠାତ୍ ତାର ନଜର ପଡ଼ିଲା ଗାଈ ପାଖକୁ ଓ ସେ ଦେଖିଲା ଗାଈର ମାଲିକ ଗାଈ ପାଖରେ ଛିଡ଼ା ହୋଇ କହୁଥାଏ, ଆରେ ଇଏ କ'ଣ ହୋଇଗଲା ରେ? ମୋ ଗାଈକୁ ଗୋଟିଏ ଡାହାଣୀ ମାରିକି ଖାଇଗଲା। ଏବେ ମୁଁ କ'ଣ କରିବି ଓ କିପରି ସେ ଡାହାଣୀ ସାଥିରେ ଲଢ଼ିବି? କାରଣ ଏ ଡାହାଣୀ ବହୁତ ଶକ୍ତିଶାଳୀ। ଆଜି ମୋର ଗୋଟିଏ ଗାଈକୁ ମାରିଛି, ଜଣା ନାହିଁ ଆଉ କେତୋଟି ଗାଈକୁ ମାରିବ। ଯଦି ଡାହାଣୀ ଏପରି ମୋର ସବୁ ଗାଈକୁ ମାରିଦିଏ ନା, ତାହେଲେ ମୁଁ ପୁରା କାଙ୍ଗାଳି ହୋଇଯିବି। ହେ ପ୍ରଭୁ, ଏପରି ପରିସ୍ଥିତିରେ ତୁମେ ହିଁ ମୋର ସାହା ଭରସା। ଏସବୁ ଦୃଶ୍ୟ ଅକ୍ଷୟ ଦେଖୁଥିଲା। ଏହା ଦେଖି ସେ କହିଲା, ଆରେ ଯାହା ହେଉ, ମୋ ଛଡ଼ା ଆଉ ଜଣେ ମଧ୍ୟ ଏ ଡାହାଣୀକୁ ଦେଖିଛି। ଏବେ ସେ ଡାହାଣୀ ସାଥିରେ ଲଢ଼ିବା ପାଇଁ ମୋତେ ଗୋଟିଏ ସାଥୀ ମିଳିଗଲା। ମୁଁ ଏ ଲୋକ ସାଥିରେ ମିଶି ଗୋଟିଏ ପ୍ଲାନ୍ ବନାଇବି, ଯାହାଦ୍ୱାରା ସେ ଡାହାଣୀକି ମାରିପାରିବି। ଏପରି କହି ଅକ୍ଷୟ ସେ ଲୋକ ପାଖକୁ ଗଲା ଓ ସେଠାରେ ପହଞ୍ଚିବା ପରେ କହିଲା, ଆରେ ଏ ଭାଇ, ଭଲ ହେଲା ତୁମେ ମଧ୍ୟ ମୋ ପରି ଏ ଡାହାଣୀର ପ୍ରକୃତ ରୂପକୁ ଦେଖିଲ।
ଏବେ ଏ ଡାହାଣୀ ସାଥିରେ ଆମେ ମିଶିକି ଲଢ଼ିବା, ଯାହାଦ୍ୱାରା ମଣିଷ ବଞ୍ଚିବା ସହ ତ ଗାଈ ମଧ୍ୟ ବଞ୍ଚି ପାରିବେ। କ'ଣ କହୁଛ ଭାଇ? ମୋ ସାଥ ଦେବ ନା ଦେବନି? ଅରେ ଭାଇ, ଯଦି ମୁଁ ତୁମ ସାଥିରେ ସେ ଡାହାଣୀ ସାଙ୍ଗେ ନ ଲଢ଼େ ତାହେଲେ ଡାହାଣୀ ମୋ ଗାଈକୁ ମାରିବା ସହ ମୋତେ ମଧ୍ୟ ମାରିଦେବ। ଏପରି ବିନା ଲଢ଼ି ମରିବା ସହ ଲଢ଼ିକି ମରିବା ଭଲ। ତେଣୁ କୁହ ଭାଇ, କ'ଣ କରିବା ଓ କିପରି ସେ ଡାହାଣୀ ସାଥିରେ ଲଢ଼ି ତାକୁ ମାରିବା? ଏହା ଶୁଣି ଅକ୍ଷୟ ବହୁତ ଖୁସି ହୋଇଗଲା ଓ ମନେ ମନେ ଭାବିଲା କ'ଣ କରିବ ଓ କିପରି ସେ ଡାହାଣୀ ସଙ୍ଗେ ଲଢ଼ିବ। ସେ ଏପରି ଭାବୁଥିବା ବେଳେ ତାର ମନେ ପଡ଼ିଗଲା ବିଲୁଆ କଥା, କି ବିଲୁଆ ଜଙ୍ଗଲର ସବୁଠାରୁ ଚାଲାକ ପ୍ରାଣୀ ଓ ସେ ତାର ବୁଦ୍ଧି ମାଧ୍ୟମରେ ଅନେକ ଥର ଏ ଜଙ୍ଗଲର ଜୀବଜନ୍ତୁଙ୍କୁ ବଞ୍ଚାଇଛି। ତେଣୁ ବିଲୁଆ ସାହାଯ୍ୟରେ କେବଳ ଡାହାଣୀକୁ ମରାଯାଇପାରିବ। ଏପରି ଭାବି ସେ କହିଲା, ଆରେ ଏ ଭାଇ, ଏପରି ପରିସ୍ଥିତିରେ କେବଳ ଆମକୁ ବିଲୁଆ ସାହାଯ୍ୟ କରିପାରିବ। ତାର ସାହାଯ୍ୟରେ ଆମେ ଏ ଡାହାଣୀକୁ ହରାଇ ପାରିବା। ତେଣୁ ଆମକୁ ପ୍ରଥମେ ବିଲୁଆକୁ ଖୋଜିବାକୁ ପଡ଼ିବ। ଯଦି ଆମେ ବିଲୁଆକୁ ପାଇଗଲେ ନା, ତାହେଲେ ଆମେ ଡାହାଣୀକୁ ସହଜରେ ମାରିପାରିବା। ଆରେ ଏଇ ଗୋଟିଏ କଥା, ବିଲୁଆର ମୋର ଅହିନକୂଳ ସମ୍ପର୍କ। ମାନେ ସେ ଯେବେ ବି ମୋ ଗାଈକୁ ଖାଇବା ପାଇଁ ଆସେ ମୁଁ ତାକୁ ସେତେବେଳେ ଗୋଡ଼ାଏ। ତେଣୁ ମୁଁ ଜାଣିଛି ସେ କେଉଁଠାରେ ରହୁଛି। ତେଣୁ ମୋ ସାଥିରେ ଚାଲ, ମୁଁ ନେଇ ସେ ବିଲୁଆ ପାଖରେ ପହଞ୍ଚାଇ ଦେବି। ସେ ଏପରି କହି ଅକ୍ଷୟକୁ ବିଲୁଆ ପାଖକୁ ନେବାରେ ଲାଗିଲା ଓ ସେଠାରେ ପହଞ୍ଚିବା ପରେ ବିଲୁଆ ଟିକେ ଡରି ଡରି କହିଲା, ଆରେ ଏ ଭାଇ, ମୁଁ ତ ତୁମ ଗାଈକୁ ଖାଇବା ଛାଡ଼ି ଦେଇଛି, ହେଲେ ତଥାପି ତମେ ଏଠାକୁ କ'ଣ ପାଇଁ ଆସିଛ? ଏଠାରେ ତୁମର କି କାମ? ଆରେ ଭାଇ, ବହୁତ ଦିନରୁ ତୋର ମୋର ଅହିନକୂଳ ସମ୍ପର୍କ ଥିଲା, ଯାହାଦ୍ୱାରା ଆମେ ଦୁହେଁ ସର୍ବଦା ଝଗଡ଼ା ଲାଗନ୍ତି। ତୁ ମୋ ଗାଈକୁ ଖାଇବା ପାଇଁ ଚେଷ୍ଟା କରୁ, ମୁଁ ମୋ ଗାଈକୁ ବଞ୍ଚାଇବା ପାଇଁ ତତେ ମାରିବା ପାଇଁ ଚେଷ୍ଟା କରେ। ହେଲେ ଆଜି ତୁ ଯଦି ସାହାଯ୍ୟର ହାତ ନ ବଢ଼ାଉ ତାହେଲେ ତୁ ମରିବା ସହ ଏ ମଣିଷ ଜାତି ମଧ୍ୟ ମରିବ ଓ ଏ ଜଙ୍ଗଲ ମଧ୍ୟ ଧ୍ୱଂସ ହୋଇଯିବ। ଆରେ କ'ଣ ହୋଇଛି? କ'ଣ କଥା ଓ କ'ଣ ପାଇଁ? ଆମ ଜଙ୍ଗଲ ନଷ୍ଟ ହେବା ସହ ମୋର ମଧ୍ୟ ମୃତ୍ୟୁ ହୋଇଯିବ। କ'ଣ ହୋଇଛି? ସବୁ କଥା ଗୋଟି ଗୋଟି କରି ଖୋଲିକି କୁହ ଓ ୟା ଛଡ଼ା ମୁଁ ତୋର କି ସାହାଯ୍ୟ କରିପାରେ କହ। ଆରେ ଏ ବିଲୁଆ, ଏ ଜଙ୍ଗଲରେ ଗୋଟିଏ ଭୟଙ୍କର ଡାହାଣୀ ବୁଲୁଛି, ଯିଏକି ମଣିଷଙ୍କର ହାର୍ଟ ଖାଇବା ସହ ଜୀବଜନ୍ତୁଙ୍କର ହାର୍ଟ ଖାଉଛି। ତୁ ତ ଏ ଜଙ୍ଗଲର ସବୁଠାରୁ ବୁଦ୍ଧିଆ ପ୍ରାଣୀ ଏବଂ ତୁ ବହୁତ ଥର ଏ ଜଙ୍ଗଲକୁ ଅନେକ ବିପଦରୁ ବଞ୍ଚାଇଛୁ। ଏବେ ତୁ ହିଁ କିଛି ସାହାଯ୍ୟ କର ଓ ସେ ଡାହାଣୀକୁ କେମିତି ମାରିବା କହ। ଆରେ ତୋ କଥାରୁ ମୁଁ ଯାହା ଜାଣିପାରୁଛି, ସେ ଡାହାଣୀ କୌଣସି ସାଧାରଣ ଡାହାଣୀ ହୋଇନଥିବ। ନିଶ୍ଚିତ ବହୁତ ଭୟଙ୍କର ଡାହାଣୀ ହୋଇଥିବ ଓ ତା ସାଥିରେ ଲଢ଼ିଲେ ମୋ ଜୀବନ ମଧ୍ୟ ପଳାଇପାରେ। ତେଣୁ ମୁଁ କାହିଁକି ଖାଲି ଖାଲି ମୋ ଜୀବନକୁ ଏପରି ଶେଷ କରିଦେବି? ଏଥିରେ ମୋତେ କିଛି ବି ମିଳିବ ନାହିଁ, ଓଲଟା ମୋର ଜୀବନ ପଳାଇବ। ଆରେ ଏ ବିଲୁଆ, ତୁ ଯଦି ଏ ଡାହାଣୀକୁ ମାରିବା ପାଇଁ ଆମର ସାହାଯ୍ୟ କରୁ କିମ୍ବା ଏ ଡାହାଣୀକୁ ମାରିଦେଉ ତାହେଲେ ତୁ ଯାହା ବି କହିବୁ ସେଇଆ ମୁଁ ଆଣିକି ଦେବି। କହ, କ'ଣ ଦରକାର? ଟଙ୍କା, ପଇସା, ଖାଦ୍ୟ ନା ଘର? ତୁ ଯାହା ବି କହିବୁ ମୁଁ ତତେ ଆଣିକି ଦେବି। ତୁ ବାସ୍ ଥରେ ଖାଲି ଆମର ଟିକେ ସାହାଯ୍ୟ କରିଦେ। ଏସବୁ ଦୃଶ୍ୟ ଦେଖି ବିଲୁଆ ଜାଣିପାରିଲା ନିଶ୍ଚିତ ଏ ଜଙ୍ଗଲକୁ କିଛି ଗୋଟିଏ ବଡ଼ ବିପଦ ଆସୁଛି। ତେଣୁ ସେ ମନେ ମନେ ଭାବିଲା ନିଶ୍ଚିତ ଏ ଡାହାଣୀକୁ ମାରିବା ପାଇଁ ଚେଷ୍ଟା କରିବ। ଏପରି ଭାବି ସେ କହିଲା, ଆରେ ଏ ଭାଇ, ମୁଁ ନିଶ୍ଚିତ ସେ ଡାହାଣୀକୁ ମାରିବା ପାଇଁ ଚେଷ୍ଟା କରିବି ଓ ଏହା ବଦଳରେ ମୋତେ 1 ମାସ ଖାଦ୍ୟ ଆଣି ମୋ ଘର ପାଖରେ ଦେବାକୁ ପଡ଼ିବ, ଯେଉଁଥିରେ ଖାଲି ମାଂସ ଥିବା ଦରକାର। କ'ଣ କହୁଛ ଭାଇ? ଏ କଥାରେ ରାଜି ନା ରାଜି ନୁହଁ? ଆରେ ହଁ ବିଲୁଆ, ହଁ, ମୁଁ ତୋ କଥାରେ ପୁରା ରାଜି। ବାସ୍ ତୁ ଥରେ ଖାଲି ସେ ଡାହାଣୀକୁ ମାରି ଏ ଜଙ୍ଗଲକୁ ବଞ୍ଚାଇବା ସହ ମଣିଷମାନଙ୍କୁ ବଞ୍ଚାଇ ଦେ। ବିଲୁଆ, ବାସ୍ ତୋ ପାଖରେ ମୋର ଏତିକି ଅନୁରୋଧ। ଏ କଥାରେ ବିଲୁଆ ରାଜି ହୋଇଗଲା
ଏବଂ ତା ପରଦିନ ସକାଳ ହେବା ପରେ ଡାହାଣୀ ଗାଈକୁ ଖାଇଥିବା ଜାଗାରେ ପ୍ଲାନ୍ ଅନୁସାରେ 3 ଜଣ ଗୋଟିଏ ଜାଗାରେ ଲୁଚିକି ରହିଲେ ଏବଂ ଡାହାଣୀର ଅପେକ୍ଷା କଲେ। କିଛି ସମୟ ଅପେକ୍ଷା କରିବା ପରେ ଦେଖିଲେ କେହି ବି ଆସୁନାହାନ୍ତି। ଏହା ଦେଖି ବିଲୁଆ କହିଲା, ଆରେ ଭାଇ, କୁଆଡେ ଗଲା ସେ ଡାହାଣୀ? କାଇଁ ଏତେ ପର୍ଯ୍ୟନ୍ତ ତ ଆସୁନାହିଁ? ସତରେ ତମେ ଦୁଇଟା ଡାହାଣୀକୁ ଦେଖିଛ ନା ମଦ ପିଇ ମୋ ସାଥିରେ ଅଭିନୟ କରିବାକୁ ପଳାଇ ଆସିଛ? ଓ ମୁଁ ତୁମ କଥାରେ ପଡି ସକାଳୁ କିଛି ନ ଖାଇ ନ ପିଇ ଏଠାକୁ ପଳାଇ ଆସିଛି। ଆରେ ଏ ବିଲୁଆ, ଆମେ ସତ କଥା କହୁଛି ରେ। ଆମେ ସେ ଡାହାଣୀକୁ ଦେଖିଛୁ। ଆମେ କାହିଁକି ତତେ ମିଛ କଥା କହିବୁ? ଆଉ ରହିଲା ମଦ ପିଇବା କଥା, ସତ କହୁଛି ଆମେ 2 ଜଣ ମଦ ପିଉନା। ଏତେ ସମୟ ହେବ ଆମେ ଅପେକ୍ଷା କଲେଣି। ଆଉ ଅଳ୍ପ ସମୟ ଅପେକ୍ଷା କର, ଦେଖିବୁ ନିଶ୍ଚିତ ସେ ଡାହାଣୀ ଆସିବ ଓ ତାପରେ ସେ ଡାହାଣୀକୁ ଦେଖିବୁ। ଏକଥାରେ ବିଲୁଆ ରାଜି ହୋଇଗଲା ଏବଂ ଅପେକ୍ଷା କରିବାରେ ଲାଗିଲା। ଅପେକ୍ଷା କରି କରି 3 ଘଣ୍ଟା ବିତିଗଲା, ହେଲେ ଏପର୍ଯ୍ୟନ୍ତ ବି ସେ ଡାହାଣୀର ଦେଖା ଦର୍ଶନ ନଥାଏ। ଏହା ଦେଖି ବିଲୁଆ ଟିକେ ରାଗରେ କହିଲା, ଆରେ ଭାଇ, ମତେ ତ ପୁରା ବିଶ୍ୱାସ ହୋଇଗଲା କି ତୁମେ ଦୁଇଟା ସତରେ ମଦ ପିଇଥିଲ ବୋଲି। କାଇଁ କୋଉଠି ହେଲେ ବି ଡାହାଣୀ ଦେଖିବାକୁ ପାଇଲି ନାହିଁ। ମତେ ତ ପୁରା ବିଶ୍ୱାସ ହୋଇଗଲା ଯେ ତୁମେ ଦୁଇଟା ଡାହାଣୀକୁ ଦେଖିନା, ବରଂ କୌଣସି ଗଛ ବୃକ୍ଷକୁ ଦେଖିଦେଇଛ ବୋଧେ। ବିଲୁଆ ଏତିକି କହିଛି କି ନାହିଁ, ହଠାତ୍ ତାର ନଜର ପଡ଼ିଲା ଡାହାଣୀଟି ଉଡ଼ିକି ଗଲା। ଏହା ଦେଖି ବିଲୁଆ ବହୁ ଜୋରେ ଡରିଗଲା, କାରଣ ସେ ତା ଜୀବନରେ ପ୍ରଥମ ଥର ଏପରି ଭୟଙ୍କର ଡାହାଣୀ ଦେଖିଲା। ଏହା ଦେଖି ସେ କହିଲା, ଆରେ ବାପ ରେ ବାପ, এটা তো এতে বড় ভয়ঙ্কর ডাহাণীটা। এভଳି ডাহাণী ମୁଁ କାହିଁ ମୋ ଜୀବନରେ ଦେଖିନଥିଲି। ଏ ଡାହାଣୀକୁ ଦେଖି ମୋ ପାଦ ତଳ ମାଟି ଖସି ପଡୁଛି। ତେଣୁ ଏ ଡାହାଣୀ ସଙ୍ଗେ ବହୁତ ସତର୍କ ହୋଇ ଲଢ଼ିବାକୁ ପଡ଼ିବ, ନହେଲେ ଏ ଡାହାଣୀ ମୋତେ ମାରିବା ସହ ତମ ଦୁଇଟାକୁ ମଧ୍ୟ ମାରିଦେବ। ସେ ଏପରି କହି କ'ଣ କରିହେବ ଓ କ'ଣ ନାହିଁ ସେସବୁ କଥା ଗୋଟି ଗୋଟି କରି ଏ 2 ଜଣଙ୍କୁ ବୁଝାଇକି କହିଲା। ଏବଂ ତା ପରଦିନ ସକାଳ ହେବା ପରେ ବିଲୁଆ ଗୋଟିଏ ଗାଈକୁ ଡାହାଣୀ ଯିବା ବାଟରେ ରଖିଦେଇ ଲୁଚିକି ରହିଲା ଏବଂ କିଛି ସମୟ ବିତିବା ପରେ ଡାହାଣୀ ସେଇ ବାଟ ଦେଇ ଗଲାବେଳେ ସେ ଗାଈକୁ ଦେଖି ରହିଗଲା। ଏହା ଦେଖି ବିଲୁଆ ସେଠାରେ ପହଞ୍ଚିଗଲା ଓ ଡାହାଣୀ ଗାଈକୁ ଖାଇବା ପୂର୍ବରୁ ସେ କହିଲା, ଆରେ ଏ ଡାହାଣୀ ରହିଯା, ମୁଁ ତୋ ପାଇଁ ଏଇ ଗାଈ ରଖିଥିଲି ଖାଇବା ପାଇଁ। ଓ ତୋ ସାଥିରେ ମୋର ଗୋଟିଏ ବଡ଼ କଥା ଅଛି, ଯେଉଁଟା ଆମ 2 ଜଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଓ ସେଇଟା ହେଲା, ମୁଁ ପ୍ଲାନ୍ କରି ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମଣିଷ ହେଉ କିମ୍ବା ଜୀବଜନ୍ତୁ ଏଠାକୁ ନେଇକି ଆସିବି। ତୁ ତାର ହାର୍ଟକୁ ଖାଇବୁ ଓ ତାପରେ ମୁଁ ତାର ମାଂସକୁ ଖାଇବି। କହ, ଏ କଥାରେ ରାଜି ନା ରାଜି ନୁହଁ? ତୁ ବାସ୍ ଖାଲି ଘରେ ବସିବୁ ଓ ବାକି ସବୁ କାର୍ଯ୍ୟ ମୁଁ କରିବି। ଏସବୁ କଥା ଶୁଣି ଡାହାଣୀ ଖୁସି ହୋଇଗଲା ଓ ମନେ ମନେ ଭାବିଲା, ଆରେ ବା, এটা ତ ବହୁତ ଭଲ ଅଫରଟା ମୋତେ ମିଳିଛି। ମୁଁ ଘରେ ବସି ରହିବି ଓ ଏ ବିଲୁଆ ମୋ ପାଇଁ ଶିକାର ନେଇକି ଆସିବ ଓ ଏହା ବଦଳରେ ମୁଁ ଫୋପାଡ଼ିଥିବା ମାଂସକୁ ସେ ଖାଇବ। এটা ତ ବହୁତ ଭଲ ଅଫରଟା, ତେଣୁ ୟାକୁ ହାତ ଛଡ଼ା କରିହେବ ନାହିଁ। ଆରେ ଏ ବିଲୁଆ, ମୁଁ ତୋ କଥାରେ ପୁରା ରାଜି। ବାସ୍ ମୋର ଗୋଟିଏ କଥା ମନେ ରଖ, ମୋତେ ତୁ ପ୍ରତ୍ୟେକ ଦିନ ଯେମିତି ଶିକାର ଆଣିକି ଦେବୁ। ଯଦି ମୋ ଶିକାର ପହଞ୍ଚିବାରେ 1 ଦିନ ଡେରି ହୁଏ, ତାହେଲେ ମନେ ରଖିଥା, ମୁଁ ତତେ ଆଗେ ମାରିକି ଖାଇବି। ବିଲୁଆ ଡାହାଣୀକୁ ଏପରି କଥାରେ ଭୁଲାଇକି ରଖୁଥିବା ବେଳେ ସେ ପାଖରୁ ଅକ୍ଷୟ ଡାହାଣୀ ଦେହରେ ନିଆଁ ଲଗାଇଦେଲା, ଯାହାଦ୍ୱାରା ଡାହାଣୀଟି ସେଇଠାରେ ଜଳିପୋଡ଼ି ପାଉଁଶ ହୋଇଗଲା। ହଇରେ ମୂର୍ଖ ଡାହାଣୀ, ତୁ ଭାବିଛୁ ବହୁତ ଚାଲାକ ନାଇଁ? ଭାବିଲୁ ବସିକି ଖାଇବୁ ଓ ମୁଁ ତତେ ଶିକାର ନେଇ ଦେବି ବୋଲି। ମୁଁ କ'ଣ ଏତେ ମୂର୍ଖ ନା ମୋ ଜଙ୍ଗଲର ଜୀବଜନ୍ତୁଙ୍କୁ ମାରି ତୋର ସାହାଯ୍ୟ କରିବି? ଏବେ ଦେଖ, ତୋ ପାପର ଫଳ କେବଳ ଏଇ ମୃତ୍ୟୁ ଥିଲା। ଏବେ ମର ତୁ। ବିଲୁଆ ଏପରି ତାର ବୁଦ୍ଧି ମାଧ୍ୟମରେ ସେଇଠାରେ ଡାହାଣୀକୁ ମାରିଦେଲା।
ଆରେ ନାତି ବୁଝିଲୁ, ମୁଁ ଆଗରୁ ଅନ୍ୟ ଗାଁରେ ମାଛ ବିକେ। ତେଣୁ ମୁଁ ସାଇକେଲରେ ମାଛ ନେଇ ସକାଳୁ ଯାଏ ଓ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସେ। ହେଲେ ସେଦିନ ମୁଁ ଘରକୁ ଫେରୁ ଫେରୁ ରାତି 9ଟା ହୋଇଗଲା, କାରଣ ବାକି ପଇସା ଆଦାୟ କରୁ କରୁ ବହୁତ ସମୟ ହୋଇଗଲା। ଫେରିଲା ବେଳେ ହଠାତ୍ ମୋର ନଜର ପଡ଼ିଲା, ବାଟରେ ଗୋଟିଏ ସ୍ତ୍ରୀଲୋକ ମୋତେ ଲିଫ୍ଟ ମାଗୁଥାଏ। ଏହା ଦେଖି ମୁଁ ପୁରା ଡରିଗଲି, କାରଣ ମୁଁ ଶୁଣିଥିଲି ଏପରି ରାତିରେ ଡାହାଣୀ ଲିଫ୍ଟ ମାଗେ ବୋଲି। ତେଣୁ ମୁଁ ଡରରେ ଭଗବାନଙ୍କୁ ଡାକି ସେଠାରୁ ପଳାଇ ଆସିଲି। ସେଦିନ ମୋର ବେଳା ଭଲ ଥିବାରୁ ମୁଁ ବଞ୍ଚିଗଲି। ଯଦି ଲିଫ୍ଟ ଦେଇଥାନ୍ତି ତାହେଲେ ମୋର ମରିବାଟା ପୁରା ପକ୍କା ଥିଲା। ଜେଜେ, ଏବେ ବି କଣ ସେ ଡାହାଣୀ ଅଛି? ଓ ଏବେ ବି କଣ ସେ ରାସ୍ତାରେ ଲୋକେ ଗଲେ ତାଙ୍କୁ ଲିଫ୍ଟ ମାଗେ? ଏବଂ ଯଦି ସେ ଡାହାଣୀ ବାଟରେ ଯିବା ଲୋକଙ୍କୁ ଏବେ ବି ଲିଫ୍ଟ ମାଗୁଛି, ତାହେଲେ ତାକୁ ମାରିବାକୁ ପଡ଼ିବ, ନହେଲେ ସେ ଲୋକଙ୍କୁ ମାରିଦେବ। ହଁ ରେ ବିଜୁ, ଏବେ ବି ସେ ଡାହାଣୀ ଅଛି ଏବଂ ଏବେ ବି ସେ ଲୋକଙ୍କୁ ଲିଫ୍ଟ ମାଗୁଛି। ଏଇ 2 ମାସ ତଳେ ମୋ ସାଙ୍ଗର ପୁଅ ଆସୁଥିଲା, ତାକୁ ଡାହାଣୀ ଲିଫ୍ଟ ମାଗିଲା। ସେ ମୋ କଥା ଶୁଣିଥିବାରୁ ତାକୁ ଲିଫ୍ଟ ଦେଲାନି ଏବଂ ବଞ୍ଚିକି ପଳାଇ ଆସିଲା। ଆଉ ରହିଲା ସେ ଡାହାଣୀକୁ ମାରିବା କଥା। ବାବାରେ, ସେ ଡାହାଣୀକୁ ମାରିବାଟା ଏତେ ସମ୍ଭବ ନୁହଁ, କାରଣ ସେ ବହୁତ ଶକ୍ତିଶାଳୀ ହୋଇଯାଇଛି। ଏସବୁ କଥା ବିଜୁର ବାପା ଶୁଣୁଥିଲା। ତେଣୁ ସେ କହିଲା, ଆରେ ବାପା, କାହିଁକି ସେ ମିଛ ଓ ଅନ୍ଧବିଶ୍ୱାସ କଥା ଛୁଆଟାକୁ ଶିଖାଉଛ? ଏସବୁ ଗପରେ ଶୁଣିବାକୁ ଭଲ ଲାଗେ, ହେଲେ ବାସ୍ତବରେ ଏସବୁ ମିଛ କଥା। ଆଉ ରହିଲା ତୁମ ସାଙ୍ଗ ପୁଅକୁ ଲିଫ୍ଟ ମାଗିବା କଥା, ତୁମ ସାଙ୍ଗର ପୁଅଟା ମୋ ସାଙ୍ଗ, ଆଉ ସେଟା ହେଲା ମଦୁଆଟା ଓ ବଡ଼ ଟାଉଟରଟା। ତା କଥାକୁ ବିଶ୍ୱାସ କରିବାଟା ବହୁତ ବଡ଼ ଭୁଲ। ମୁଁ ବି ବହୁତ ଥର ସେଇ ରାସ୍ତା ଦେଇ ଆସିଛି, ହେଲେ ମୁଁ ତ କାହିଁ ଡାହାଣୀକୁ ଦେଖିନି କାହାକୁ ଲିଫ୍ଟ ମାଗିବାରେ। ସେ ଏତିକି କହିବା ପରେ ଘର ବାହାରୁ ଅମିତ ଡାକିଲା, ଆରେ ଓ ଅକ୍ଷୟ ଭାଇ, ଶୀଘ୍ର ଘର ବାହାରକୁ ଆସ। ଗାଁରେ ଏକ ବଡ଼ ଆଶ୍ଚର୍ଯ୍ୟ ଘଟଣା ଘଟିଛି, ଯାହାକୁ ଶୁଣିବା ପରେ ତମେ ତାହାକୁ ସତ କଥା କି ମିଛ କଥା କିଛି ବୁଝିପାରିବ ନାହିଁ। ଏହା ଶୁଣିବା ପରେ ଅକ୍ଷୟ ଘର ବାହାରକୁ ଆସିଲା। ସେ ଆସିବା ପରେ କହିଲା, ଆରେ ଅମିତ, କ'ଣ ହୋଇଛି? ଏପରି କାହିଁକି ପାଟି କରୁଛୁ? ଓ କ'ଣ ଏପରି ଗାଁରେ ହୋଇଛି କି ଯେଉଁଥିପାଇଁ ତୁ ଏପରି ଡରିବା ସହ କହୁଛୁ? କ'ଣ ନା ତୋ କହିବା କଥାକୁ ମୁଁ ବିଶ୍ୱାସ କରିପାରିବି ନାହିଁ। ଆରେ ଅକ୍ଷୟ ଭାଇ, ଆମ ଗାଁ ଅଜୁଟା କାଲି ରାତିରେ ଗାଁ ରାସ୍ତାରେ ଆସୁଥିବା ବେଳେ ଗୋଟିଏ ସ୍ତ୍ରୀ ଲୋକଟେ ଲିଫ୍ଟ ମାଗିଲା। ତେଣୁ ଅଜୁ ତାକୁ ଲିଫ୍ଟ ଦେବାକୁ ଯାଉଥିବା ବେଳେ ହଠାତ୍ ସେ ସ୍ତ୍ରୀ ଲୋକର ଗୋଡ଼ ଉପରେ ନଜର ପଡ଼ିଲା ଓ ସେ ଦେଖିଲା ସ୍ତ୍ରୀ ଲୋକଟା କୌଣସି ସାଧାରଣ ମଣିଷ ନଥିଲା, ବରଂ ଗୋଟିଏ ଭୟଙ୍କର ଡାହାଣୀ ଥିଲା। ତା ବେଳ ଭଲ ଥିବାରୁ ସେ ବଞ୍ଚିଗଲା, ହେଲେ କାଲିଠାରୁ ଆସିବା ପରଠାରୁ ଜ୍ୱରରେ ଥରୁଛି। ଏକଥା ପୁରା ଗାଁରେ ହୁ ହୁ କରି ମାଡ଼ିଗଲାଣି। ଆରେ ଏ ଅମିତ, ମୋତେ ଜମା ବି ଏକଥା ବିଶ୍ୱାସ ହେଉନି। ସେଟା କାଲି ରାତିରେ ମଦ ପିଇଥିବ ବୋଧେ, ନହେଲେ ଗଞ୍ଜେଇ ମାରି ଘରକୁ ଫେରୁଥିବ। ତେଣୁ ସେ ଏପରି ବାଉଳି ଚାଉଳି ହେଉଥିବ। ତେଣୁ ତାର କଥାକୁ ଜମା ବି ବିଶ୍ୱାସ କରନି। ଆରେ ଅକ୍ଷୟ ଭାଇ, ତମେ କ'ଣ ଜାଣିନ ଅଜୁଟା କେମିତିକା ପିଲା? ସେ ପିଆପିଇ କରେନି, ଆଉ ସେ ପରା ଶୁଦ୍ଧ ନିରାମିଷ ପିଲାଟା, ଆଇଁଷ ମଧ୍ୟ ଖାଏନି। ତାହେଲେ ତମେ କେମିତି କହିପାରୁଛ ସେ ମଦ ପିଏ ବୋଲି? ମୁଁ ତାକୁ ଯେତିକି ଭଲରେ ଜାଣିଛି, ସେ କେବେ ବି ମଦ ପିଏ ନା କିମ୍ବା କୌଣସି ନିଶାଦ୍ରବ୍ୟ ସେବନ କରେ ନା। ତେଣୁ ସେ ଯେଉଁ ଡାହାଣୀ ବିଷୟରେ କହୁଛି ତାହା ପୁରା ସତ କଥା। ମୋର ପୁରା ବିଶ୍ୱାସ ଅଛି ଏକଥା ମିଛ ବୋଲି। ତେଣୁ ଏକଥାରେ ସତ୍ୟତା ନାହିଁ ବୋଲି ଆଜି ରାତିରେ ମୁଁ ବାଇକ୍ ନେଇ ଗାଁ ରାସ୍ତାରେ ଯିବି ଓ ଯଦି ସତରେ ସେ ଡାହାଣୀ ଥିବ ତାହେଲେ ଗାଁ ଲୋକଙ୍କୁ ଆସି କହିବି।
ଓ ଯଦି ଡାହାଣୀ ନଥିବ ତାହେଲେ ପ୍ରମାଣ ହୋଇଯିବ ଯେ ଅଜୁ କାଲି ରାତିରେ ମଦ ପିଇ ଘରକୁ ଫେରୁଥିଲା ବୋଲି। ଅକ୍ଷୟ ଏପରି ରାଗରେ କହି ରହିଲା ଏବଂ ରାତି ହେବା ପରେ ସେ ତାର ବାଇକ୍ ଧରି ଗାଁ ରାସ୍ତା ଆଡ଼କୁ ଗଲା ଏବଂ ସେ କିଛି ବାଟ ଯାଇଛି। ହଠାତ୍ ଦେଖିଲା ସତକୁ ସତ ଗୋଟେ ସ୍ତ୍ରୀଲୋକ ବାଟରେ ହାତ ଦେଖାଉଥାଏ। ଏହା ଦେଖି ଅକ୍ଷୟ ନେଇ ସେ ସ୍ତ୍ରୀଲୋକ ପାଖରେ ଗାଡ଼ି ରଖିଦେଲା ଓ କହିଲା, ହଇଏ ମ୍ୟାଡ଼ାମ, ତମ ଘର କେଉଁଠି ଓ ତୁମେ ଏଠାରେ ଏପରି ହାତ ଦେଖାଇ ଲୋକଙ୍କୁ ଡରାଉଛ କାହିଁକି? ତମର କ'ଣ କିଛି କାମଧନ୍ଦା ନାହିଁ କି? ଆଚ୍ଛା ଆଚ୍ଛା, ବୁଝିଲି ବୁଝିଲି। ତୁମେ ତାହେଲେ ବାଟରେ ଯାଇଥିବା ଲୋକଙ୍କୁ ଅଟକାଉଛ ଓ ତାଙ୍କଠାରୁ ଟଙ୍କା ନେଉଛ ବୋଧେ। ତୁମକୁ ଭଲରେ କହୁଛି, ଏଠାରୁ ପଳାଅ, ନହେଲେ ପୋଲିସ ପାଖରେ ଧରାଇଦେବି। ଅକ୍ଷୟ ଏପରି କହିବା ପରେ ମଧ୍ୟ ସେ ସ୍ତ୍ରୀଲୋକ ପାଖରୁ କୌଣସି ଉତ୍ତର ଆସିଲା ନାହିଁ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ଓ ଟିକେ ଡରିଗଲା। ତା ମନରେ କିଛି କ୍ଷଣ ପାଇଁ ଏକ ସନ୍ଦେହ ଜାତ ହେଲା, ସତରେ ଆଉ ଏଟା ଡାହାଣୀ ନୁହଁ ତ? ସେ ଏପରି ଭାବି କହିଲା, ହଇଏ ମ୍ୟାଡ଼ାମ, ମୋତେ ଡରାଇବାକୁ ଚେଷ୍ଟା କରନି। ମୁଁ ଏଠାକୁ ଡରିବାକୁ ଆସିନି। ମୁଁ ଭଲ ଭାବରେ ଜାଣିଛି ତୁମେ ଗୋଟିଏ ମଣିଷ ଯିଏକି ଏପରି ଲୋକଙ୍କୁ ଡରାଉଛ, ତାଙ୍କଠାରୁ ଟଙ୍କା ଲୁଟିବାରେ ଲାଗୁଛ। ତେଣୁ ମୁଁ ଭଲରେ ଭଲରେ କହୁଛି, ଆମ ଗାଁ ଲୋକଙ୍କୁ ଡରାଇବା ବନ୍ଦ କର ଏବଂ ଏ ଜାଗା ଛାଡ଼ି ଏବେ ପଳାଅ, ନହେଲେ ଏବେ କିଛି ବି ପୁଅ ଝିଅ ମାନିବିନି, ତୁମକୁ ଚାପୁଡ଼େ ପକାଇଦେବି। ଅକ୍ଷୟ ଏତିକି କହିଛି କି ନାହିଁ, ଡାହାଣୀ ତାର ପ୍ରକୃତ ରୂପକୁ ଆସି କହିଲା, ହଇରେ ମୂର୍ଖ ମଣିଷ, ତୁ ନିଜକୁ ବେଶୀ ଚାଲାକ ଓ ସାହସୀ ଭାବିଛୁ ନା କ'ଣ? ମୋତେ ଡରି ଲୋକେ କେହି ବି ଲିଫ୍ଟ ଦେବା ତ ଦୂର କଥା, ମୋ ପାଖରେ କେହି ବି ରହୁନାହାନ୍ତି। ହେଲେ ତୁ ମୋ ପାଖକୁ ଆସିଲୁ, ତାହା ସହ ପୁଣି ମୋ ଉପରେ ଗରମ ଦେଖାଉଛୁ। କହିଲୁ କ'ଣ ନା ମୋତେ ଚାପୁଡ଼େ ମାରିବୁ? ହଉ ଦେଖିବା ତୁ କେମିତି ମୋତେ ଚାପୁଡ଼େ ପକାଇଦେବୁ। ଏବେ ଦେଖ ମୁଁ ତୋର କି ଅବସ୍ଥା କରୁଛି। ଆରେ ଡାହାଣୀ, ଏ ଡାହାଣୀ, ଦୟାକରି ମୋତେ ଛାଡ଼ିଦେ। ମୁଁ ଅଜଣାରେ ଏଠାକୁ ପଳାଇ ଆସିଲି। ମୋ ସାଙ୍ଗ ଅମିତ ତୋ ବିଷୟରେ କହୁଥିଲା, ହେଲେ ମୁଁ ବିଚରାଟା ତା କଥାକୁ ବିଶ୍ୱାସ ନ କରି ତୋ ପାଖକୁ ପଳାଇ ଆସିଲି। ଦୟାକରି ମୋତେ ଛାଡ଼ିଦେ, ଏଠାରୁ ଯିବାକୁ ଦେ। ଘରେ ମୋର ସ୍ତ୍ରୀ ପିଲା ଛୁଆ ଅପେକ୍ଷା କରିଥିବେ। ହଇରେ ମୂର୍ଖ ମଣିଷ, ତୁ କ'ଣ ଭାବିଲୁ ମୁଁ ତୋତେ ଏଠାକୁ ଆଣିଛି କ'ଣ ଛାଡ଼ିବା ପାଇଁ? ମୁଁ ବହୁ ବର୍ଷ ହେବ ବାହାରକୁ ବାହାରୁ ନଥିଲି, ହେଲେ ଏବେ ହଠାତ୍ ଏଠାରେ ବାହାରକୁ ବାହାରିବାର କାରଣ ହେଉଛି ମୋ ସିଦ୍ଧି। ମୁଁ ଏପରି 5 ଜଣ ମଣିଷକୁ ବଳି ଦେବା ପରେ ଯାଇ ଅମର ହୋଇଯିବି। ତେଣୁ ତୁ ଚାଲ ମୋ ସାଥିରେ। ଡାହାଣୀ ଏପରି କହି ଅକ୍ଷୟକୁ ସେଠାରୁ ଅଦୃଶ୍ୟ କରିନେଲା। ଏସବୁ ଦୃଶ୍ୟ ଅମିତ ଲୁଚିକି ଦେଖୁଥିଲା। ସେ ଏସବୁ ଦୃଶ୍ୟ ଦେଖି ବହୁ ଜୋରେ ଡରିଗଲା ଓ କହିଲା, ଆରେ ଇଏ କ'ଣ? ଏ ଡାହାଣୀ ମୋ ସାଙ୍ଗ ଅକ୍ଷୟକୁ ନେଇଗଲା। ଏହା ଦେଖି ମୋ ଛାତି ଥରି ଯାଉଛି। ମୁଁ ପ୍ରଥମରୁ ତାକୁ ମନା କରୁଥିଲି, ଏଠାକୁ ଆସନା, ଏଠାରେ ସତର ଡାହାଣୀ ଅଛି ବୋଲି। ହେଲେ ସେଟା ତ ମୋ କଥାକୁ ଶୁଣିଲା ନାହିଁ, ଯାହାଦ୍ୱାରା ଏବେ ତାକୁ ଡାହାଣୀ ନେଇଗଲା। ଏବେ ମୁଁ କ'ଣ କରିବି? କିପରି ତାକୁ ବଞ୍ଚାଇବି? ହେ ପ୍ରଭୁ, ମୋତେ କିଛି ଗୋଟିଏ ବାଟ ଦେଖାଅ, ଯେମିତି ମୁଁ ମୋର ସାଙ୍ଗକୁ ବଞ୍ଚାଇ ପାରିବି। ଆରେ ମୁଁ ଯାଉଛି, ଏକଥା ଯାଇ ତାର ବାପାକୁ କହିବି ଓ ସେ ହିଁ କିଛି ଗୋଟେ ବାଟ ଦେଖାଇବେ। ସେ ଏପରି କହି ଅକ୍ଷୟ ଘରକୁ ଯାଉଥିବା ବେଳେ ବାଟରେ ଗୋଟିଏ ତାନ୍ତ୍ରିକ ଦେଖି ସେ ରହିଗଲା ଓ ତାପରେ କହିଲା, ଆରେ ଏ ବାବା, ଦୟାକରି ମୋର ସାହାଯ୍ୟ କର। ତମ ସାହାଯ୍ୟ ଦ୍ୱାରା ମୁଁ ମୋର ସାଙ୍ଗକୁ ଫେରି ପାଇବି, ନହେଲେ ମୋର ସାଙ୍ଗଟା ମରିଯିବ। କିଛି ଗୋଟେ କର ବାବା, କିଛି ଗୋଟେ କର। ଆରେ ପୁଅ, କିଏ ତମେ ଓ ତମେ ଏପରି ନେହୁରା ହେଉଛ କାହିଁକି? ଓ ମୁଁ ତୁମର କି ସାହାଯ୍ୟ କରିବି? ଟିକେ ଖୋଲିକି କହିଲେ ଯାଇ ମୁଁ ତୁମର ସାହାଯ୍ୟ କରିପାରିବି, ନହେଲେ ମୁଁ ତୁମର ସାହାଯ୍ୟ କରିପାରିବି ନାହିଁ। ବାବା, ଏ ବାଟରେ ଗୋଟିଏ ଡାହାଣୀ ଲୋକଙ୍କୁ ଲିଫ୍ଟ ମାଗିକି ଅଟକାଉଛି ଓ ଯିଏ ବି ତାକୁ ଲିଫ୍ଟ ଦେବା ପାଇଁ ରହୁଛି, ସେ ଡାହାଣୀ ତାକୁ ତା ସାଥିରେ ବନ୍ଦିନ କରି ନେଇଯାଉଛି।
ଓ ସେ ଡାହାଣୀ ମୋ ସାଙ୍ଗକୁ ମଧ୍ୟ ବନ୍ଦିନ କରି ନେଇଯାଇଛି। ଦୟାକରି କିଛି ଗୋଟେ କର ଏବଂ ମୋର ସାଙ୍ଗକୁ ବଞ୍ଚାଅ ବାବା, ନହେଲେ ସିଏ ମରିଯିବ। ଏହା ଶୁଣି ବାବା ଟିକେ ସ୍ଥିର ହୋଇଗଲେ ଓ ତାପରେ କହିଲେ, ଆରେ ପୁଅ, କ'ଣ କହୁଛ ତୁମେ ଜାଣିପାରୁଛ ତ? ତୁ ସେଇ ଡାହାଣୀ ବିଷୟରେ କହୁଛୁ ଯିଏକି ଆଜିଠୁ 50 ବର୍ଷ ତଳେ ଗାଁରେ ବାହାରୁଥିଲା, ହେଲେ ସେଟା ଏବେ ଆସିଛି ମାନେ ନିଶ୍ଚିତ ତାର କୌଣସି ମକସଦ ଅଛି। ଆଉ ସେ ଅମର ହେବା ପାଇଁ ମଣିଷମାନଙ୍କୁ ବନ୍ଦିନ କରୁନାହିଁ ତ? ଯଦି ଏପରି ହେଉଥିବ ତାହେଲେ ବହୁତ ବଡ଼ ଅନର୍ଥ ହେବାକୁ ଯାଉଛି। ଆଉ ରହିଲା ତୋ ସାଙ୍ଗକୁ ବଞ୍ଚାଇବା କଥା। ଦେଖ ପୁଅ, ମୁଁ ଏଥିରେ ତୋର କିଛି ବି ସାହାଯ୍ୟ କରିପାରିବି ନାହିଁ, ହେଲେ ହଁ, ତତେ ସେ ଡାହାଣୀକୁ ମାରିବା ପାଇଁ ବାଟ ଦେଖାଇ ପାରିବି। ସେ ଡାହାଣୀକୁ ମାରିବା ପାଇଁ ବାଟ ହେଲା ତତେ ଡାହାଣୀ ସାଥିରେ ବନ୍ଦିନ ହୋଇ ତାର ଗୁମ୍ଫାକୁ ଯିବାକୁ ପଡ଼ିବ। ସେ ଡାହାଣୀକୁ ମାରିବା ପାଇଁ ବାଟ ହେଲା ତତେ ଡାହାଣୀ ସାଥିରେ ବନ୍ଦିନ ହୋଇ ତାର ଗୁମ୍ଫାକୁ ଯିବାକୁ ପଡ଼ିବ ଓ ତାପରେ ଦେଖିବୁ ଗୁମ୍ଫାରେ ଗୋଟିଏ କଣ୍ଢେଇଟେ ଡାହାଣୀ ରଖିଥିବ। ସେଇ କଣ୍ଢେଇରେ ଭୂତର ସମସ୍ତ ଶକ୍ତି ଅଛି। ସେ କଣ୍ଢେଇ ଦେହରେ ନିଆଁ ଲଗାଇବା ପରେ ଯାଇ ସେ ଡାହାଣୀ ମରିବ ଓ ତାପରେ ଯାଇ ତୁ ତୋର ସାଙ୍ଗକୁ ବଞ୍ଚାଇ ପାରିବୁ। ଏବେ ତୋ ସାଙ୍ଗକୁ ବଞ୍ଚାଇବା ଦାୟିତ୍ୱ ତୋ ହାତରେ। ତୁ ତାକୁ କେମିତି ଓ କିପରି ବଞ୍ଚାଇବୁ ସେଇଟା ତୁ ବୁଝ। ଏସବୁ ଶୁଣି ଅମିତ ବହୁତ ଆଶ୍ଚର୍ଯ୍ୟ ହେବା ସହ ଡରିଗଲା ମଧ୍ୟ ଓ ମନେ ମନେ ଭାବିନେଲା ଏସବୁ ତା ଦ୍ୱାରା ସମ୍ଭବ ନୁହେଁ ବୋଲି, କାରଣ ସେ ଭୂତ ପ୍ରେତକୁ ବହୁ ଜୋରେ ଡରେ। ତେଣୁ ସେ କ'ଣ କରିବ ଓ କ'ଣ ନାହିଁ ଏପରି ଭାବିବାରେ ଲାଗିଲା। ଏବଂ ତା ପରଦିନ ସକାଳ ହେବା ପରେ ଅମିତ ଏ ବିଷୟରେ ଅକ୍ଷୟର ବାପାକୁ କହିଲା, ଆରେ ଦାଦା, ମୁଁ ତୁମକୁ ଗୋଟିଏ କଥା କହିବି ଯାହାକୁ ଶୁଣିବା ପରେ ତମ ମନ ବହୁତ ଦୁଃଖ ହେବ, ହେଲେ ତଥାପି ମୁଁ ତୁମକୁ କହୁଛି। ଓ ସେ କଥାଟି ହେଲା, କାଲି ରାତିରେ ଆମ ଗାଁ ରାସ୍ତାରେ ଅକ୍ଷୟ ଯାଉଥିବା ବେଳେ ତାକୁ ଡାହାଣୀ ଲିଫ୍ଟ ମାଗିଲା। ହେଲେ ଏସବୁ କଥାକୁ ଅକ୍ଷୟ ବିଶ୍ୱାସ ନ କରି ଯେମିତି ସେ ଡାହାଣୀକୁ ଲିଫ୍ଟ ଦେଲା, ଡାହାଣୀ ସଙ୍ଗେ ସଙ୍ଗେ ତାକୁ ବନ୍ଦିନ କରି ତା ସାଥିରେ ନେଇଗଲା। ଆରେ ଏ ଅମିତ, କ'ଣ କହୁଛୁ ତୁ? ମୋ ପୁଅ ଅକ୍ଷୟକୁ ଡାହାଣୀ ତା ସାଥିରେ ନେଇଗଲା। ଏବେ ମୁଁ କ'ଣ କରିବି ରେ? କିପରି ତାକୁ ଡାହାଣୀ କବଳରୁ ମୁକୁଳାଇବି? ମୁଁ ତାକୁ ପ୍ରଥମରୁ ହିଁ କହୁଥିଲି ଡାହାଣୀ ଅଛି ବୋଲି, ହେଲେ ସେ ଚଣ୍ଡାଳଟା ମୋ କଥାକୁ ବିଶ୍ୱାସ କଲାନି। ଏବେ କେତେ ବଡ଼ ଭୁଲ କରିଛି। ଏବେ ସେ ବଞ୍ଚିବ କି ମରିବ ମୁଁ ଜାଣିନି। ହେ ପ୍ରଭୁ, କ'ଣ ଗୋଟେ କରି ମୋ ପୁଅକୁ ରକ୍ଷା କର ପ୍ରଭୁ। ଅକ୍ଷୟ ବାପାର ଦୁଃଖ ଭରା ମୁହଁ ଦେଖି ଅମିତକୁ ବହୁ ଜୋରେ କଷ୍ଟ ହେଲା। ତେଣୁ ସେ କହିଲା, ଆରେ ଦାଦା, ତମେ ଜମା ବି ଚିନ୍ତା କରନି। ମୁଁ ଜାଣିଛି ତୁମ ପୁଅ ପାଇଁ ତମେ ବହୁତ ଦୁଃଖିତ ହେଉଥିବ, ହେଲେ ତମେ ଜମା ଚିନ୍ତା କରନା। ମୁଁ ଯେମିତି ବି ହେଉ ତୁମ ପୁଅକୁ ଫେରାଇ ଆଣିବି। ସେ ଖାଲି ତୁମ ପୁଅ ନୁହଁ, ବରଂ ମୋର ମଧ୍ୟ ଜଣେ ବହୁତ ଭଲ ସାଙ୍ଗ। ଅମିତ ଏପରି ଅକ୍ଷୟର ବାପା ମନକୁ ଖୁସି କରି ସେଠାରୁ ପଳାଇ ଆସିଲା ଗୋଟିଏ ଫାଙ୍କା ଜାଗାକୁ। ସେ ଗଲାବେଳେ ଦେଖିଲା ଗୋଟିଏ ବିଲୁଆ ମନ ଦୁଃଖରେ ଜଙ୍ଗଲରେ ଛିଡ଼ା ହୋଇଥାଏ। ଏହା ଦେଖି ସେ ବିଲୁଆ ପାଖକୁ ଗଲା ଏବଂ ସେଠି ପହଞ୍ଚିବା ପରେ କହିଲା, ଆରେ ଏ ବିଲୁଆ, ତୋର କ'ଣ ହୋଇଛି? ତୁ ଏପରି ଏଠି ମନ ଦୁଃଖରେ ଛିଡ଼ା ହୋଇଛୁ କାହିଁକି? ଆରେ ତୁ ତ ଗୋଟିଏ ଏପରି ଜୀବ ଯିଏକି ସର୍ବଦା ଖୁସି ହୋଇ ଜଙ୍ଗଲରେ ବୁଲୁ, ହେଲେ ଏବେ କ'ଣ ହୋଇଛି? ତୁ ଏଠାରେ ଏମିତି ଦୁଃଖିତ ହୋଇ ଛିଡ଼ା ହୋଇଛୁ, କ'ଣ କିଛି ଅସୁବିଧା ହୋଇଛି କି? ଏହା ଶୁଣି ବିଲୁଆ ଦୁଃଖରେ କହିଲା, ଆରେ କ'ଣ କହିବି ଭାଇ, ମତେ ଲାଗୁଛି ମୁଁ ଆଉ ସୁଖୀ ହୋଇପାରିବି ନାହିଁ ବୋଧେ। ଏବେ ମୋର ମରିବାଟା ପୁରା ଫାଇନାଲ, କାରଣ ମୋ ମାଲିକ କାଲି ରାତିରେ ଗାଁ ରାସ୍ତା ଦେଇ ଆସୁଥିଲା ଓ ତାଙ୍କୁ ଗୋଟିଏ ଡାହାଣୀ ହାତ ଦେଖାଇ ଅଟକାଇଲା। ସେ ମଣିଷ ହୋଇଥିବେ ଭାବି ମୋ ମାଲିକ ଯେମିତି ସାଇକେଲ ଅଟକାଇଲେ, ସେ ଡାହାଣୀ ତାଙ୍କୁ ସଙ୍ଗେ ସଙ୍ଗେ କୁଆଡ଼େ ଗାୟବ କରିଦେଲା। ଏବେ ତାଙ୍କୁ କେମିତି ଓ କିପରି ବଞ୍ଚାଇବି କିଛି ବି ଜାଣିପାରୁନି। ଏବେ କୁହ ଭାଇ, ମୁଁ ଦୁଃଖ କରିବିନି ତ
ଆଉ କ'ଣ କରିବି? ଏହା ଶୁଣି ଅମିତ ଜାଣିପାରିଲା ଇଏ ସେଇ ଡାହାଣୀ କଥା କହୁଛି ଯେଉଁ ଡାହାଣୀ ତାର ସାଙ୍ଗକୁ ନେଇଛି। ତେଣୁ ସେ କହିଲା, ହଇରେ ବିଲୁଆ, ତୁ ଜମା ବି ଚିନ୍ତା କରନା, ତୋ ମାଲିକକୁ ମୁଁ ଫେରାଇ ଆଣିବି। ବାସ୍ ତୁ ମୋ ସାଥ ଦେବୁ। ମୁଁ ଏସବୁ କହିବାର କାରଣ ହେଉଛି ମୋ ସାଙ୍ଗକୁ ମଧ୍ୟ ସେ ଡାହାଣୀ ନେଇଯାଇଛି। ତେଣୁ ସେ ଡାହାଣୀକୁ ମାରିବାକୁ ହେଲେ ପ୍ରଥମେ ଆମେ ତାର ଗୁମ୍ଫାକୁ ଯିବାକୁ ପଡ଼ିବ ଓ ତାପରେ ଯାଇ ମୁଁ ସେ ଡାହାଣୀ ସାଙ୍ଗରେ ଲଢ଼ିପାରିବି। ଆରେ ଭାଇ, କ'ଣ କରିବି ବାସ୍ ଖାଲି କୁହ। ମୁଁ ମୋର ମାଲିକକୁ ବଞ୍ଚାଇବା ପାଇଁ କିଛି ବି କରିପାରେ। ଯଦି ମୋ ମାଲିକକୁ ବଞ୍ଚାଇବା ପାଇଁ ମୋର ଜୀବନ ପଳାଏ ନା ତାହେଲେ ଚଳିବ, ହେଲେ ବାସ୍ ଖାଲି ମୋ ମାଲିକକୁ ବଞ୍ଚାଇବା ଦରକାର। ହେ ଭାଇ, ବାସ୍ ଥରେ ଖାଲି ମୋ ମାଲିକକୁ ବଞ୍ଚାଇ ଦିଅ। ଏହା ଶୁଣି ଅମିତ ବିଲୁଆକୁ ସବୁ କଥା ବୁଝାଇକି କହିଲା କ'ଣ କରିବ ଓ କ'ଣ ନାହିଁ। ଏପରି ବୁଝାଇ ରହିଲା ଏବଂ ରାତି ହେବା ପରେ ବିଲୁଆ ଓ ଅମିତ ଗାଁ ରାସ୍ତା ଦେଇ ଗଲେ ଓ ଡାହାଣୀକୁ ଦେଖି ତା ପାଖରେ ରହିଗଲେ ଏବଂ ସେଠାରେ ପହଞ୍ଚିବା ପରେ ଡାହାଣୀ ତାଙ୍କ ଦୁଇ ଜଣଙ୍କୁ ଅଦୃଶ୍ୟ କରି ସେଠାରୁ ନେଇଗଲା ଓ ଗୁମ୍ଫାରେ ପହଞ୍ଚାଇ କହିଲା, ହଇରେ ମୂର୍ଖ ମଣିଷ, ବାସ୍ ଆଉ 2 ଜଣ ମଣିଷକୁ ଯୋଗାଡ଼ କରିବା ପର୍ଯ୍ୟନ୍ତ ବଞ୍ଚିଥାଅ। ଯେତେବେଳେ 5 ଜଣ ମଣିଷ ହୋଇଯିବେ ସେତେବେଳେ ମରିବ। ଆଉ ହଁ, ଏ ବିଲୁଆ ଶୁଣ, ତୁ ବି ମରିବୁ। ତତେ ମାରି ମୋର ସେବକକୁ ଖାଇବାକୁ ଦେବି। ହଉ, ଏଇଠାରେ ରୁହ, ମୁଁ ଚାଲିଲି। ଏପରି କହି ଡାହାଣୀ ସେଠାରୁ ଅଦୃଶ୍ୟ ହୋଇଗଲା। ଡାହାଣୀ ଅଦୃଶ୍ୟ ହେବା ପରେ ଅମିତ ଓ ବିଲୁଆ ଦେଖିଲେ ସେ ଖୋଜୁଥିବା 2 ଜଣ ଏଠାରେ ଅଛନ୍ତି। ଏହା ଦେଖି ସେ 2 ଜଣ ବହୁତ ଖୁସି ହେଲେ। ଖୁସି ହେଲେ ସତ, ହେଲେ ଏବେ ଥିଲା ଡାହାଣୀକୁ ମାରିବାକୁ। ହେଲେ ପ୍ରଥମେ ସେ କଣ୍ଢେଇକୁ ଖୋଜିବାକୁ ପଡ଼ିବ ଯେଉଁଥିରେ ଡାହାଣୀର ଶକ୍ତି ଅଛି। ତେଣୁ ଅମିତ କହିଲା, ଆରେ ଭାଇମାନେ ଶୁଣ, ଆମେ 2 ଜଣ ଏଠାକୁ ଆସିଛୁ କେବଳ ତୁମ 2 ଜଣଙ୍କର ସାହାଯ୍ୟ କରିବା ସହ ସେ ଡାହାଣୀକୁ ସବୁଦିନ ପାଇଁ ମାରି ଲୋକଙ୍କୁ ସୁରକ୍ଷା ଦେବା ପାଇଁ। ତେଣୁ ଆମକୁ ପ୍ରଥମେ ଗୋଟେ କଣ୍ଢେଇ ଖୋଜିବାକୁ ପଡ଼ିବ ଓ ସେଇ କଣ୍ଢେଇରେ ଡାହାଣୀର ଶକ୍ତି ଅଛି। ଯଦି ଆମେ ସେ କଣ୍ଢେଇକୁ ନିଆଁ ଲଗାଇଦେବା ତାହେଲେ ଡାହାଣୀ ମରିବ। ଏହା ଶୁଣିବା ପରେ ବିଲୁଆର ମାଲିକ କହିଲା, ଆରେ ଭାଇ, ତୁମେ ଯେଉଁ କଣ୍ଢେଇ କଥା କହୁଛ ମୁଁ ଦେଖିଛି ସେ କଣ୍ଢେଇ କେଉଁଠି ଅଛି। ତେଣୁ ତୁମେ ସବୁ ମୋ ସାଥିରେ ଚାଲ, ମୁଁ ଦେଖାଇଦେବି ସେ କଣ୍ଢେଇକୁ ଓ ତାପରେ ଯାଇ ଆମେ ସେ କଣ୍ଢେଇର ଦେହରେ ନିଆଁ ଲଗାଇଦେବା ଓ ତାପରେ ଡାହାଣୀ ମରିବ। ବିଲୁଆ ମାଲିକ ଏପରି କହି ସମସ୍ତଙ୍କୁ କଣ୍ଢେଇ ପାଖକୁ ନେଇଗଲା ଓ ତାପରେ ସେ କଣ୍ଢେଇ ଦେହରେ ଅମିତ ନିଆଁ ଲଗାଇଦେଲା। ନିଆଁ ଲାଗିବା ପରେ ଡାହାଣୀ ମରିଗଲା।